ଆସିଛୁ ଦେଖ 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 ତା କୋଳରେ କଳା ଚୋଟା ବି ଧରିଛି ତ ମାନେ ମତେ ଭାବି ନେବା ଗବ ଯେ ତା କଳରେ ଧରିଥିବା ଛୁଆ ତୋରି ରକ୍ତରେ ଜନ୍ମ ହେଇଛି। ହଁ ବାପା। ଉଦୟ, ଆରେ ମୁଁ ତତେ ବହୁତ ଭଲ ବୋଲି ଭାବୁଥିଲି ରେ। ତୁ ଆମ ଅଜାଣତରେ ଏସବୁ କାମ କଲୁ। ଏ କାମ କରିବା ପୂର୍ବରୁ ତୋର ବାପାର ଇଜ୍ଜତରେ ବିଷୟରେ ଟିକେ ହେଲେ ଚିନ୍ତା କଲୁନି କାହିଁକି? ମୁଁ ଜାଣିଛି ବାପା ମୋର ଭୁଲ ହେଇଯାଇଛି, କିନ୍ତୁ କ'ଣ କରିଥାନ୍ତି ସେ ଗର୍ଭବତୀ ହେଲା ପରେ ତା ଗାଁ ଲୋକ ମୋତେ ବାହା ହେବାକୁ ବାଧ୍ୟ କଲେ। ଆଉ ବାଣ ହେଲେ ସେମାନେ ମୋତେ ଜୀବନରୁ ମାରି ଯାଇଥାନ୍ତେ। ଆଉ ବାହା ହେବା ଛଡ଼ା ମୋର କିଛି ବି ଉପାୟ ନଥିଲା। ଶୁଣ ଉଦୟ, ସେ ଝିଅକୁ ନେଇ ତା ବାପ ଘରେ ଛାଡ଼ିଦେଆ। ତା ଭରଣ ପୋଷଣ ବାବଦକୁ ମାସ ପ୍ରତି କେତେ ଟଙ୍କା ଖର୍ଚ୍ଚ ହବ ମୁଁ ଦେବି। କିନ୍ତୁ ଏସବୁ ଅସମ୍ଭବ ବାପା। ଯଦି ଅସମ୍ଭବ ତାହେଲେ ସେ ଝିଅ ସହିତ ତୁ ବି ଏ ଘର ଛାଡ଼ି ଚାଲିଯା। ଠିକ୍ ଅଛି ବାପା, ମୁଁ ଘର ଛାଡ଼ି ଚାଲିଯିବି। ଚାଲ ଫୁଲ ରହିଯାଉ ଦେ ତୋର ହେଇକି ପାଗଳା ଆମେ ହଇ ହଉ ଗୋଟେ ଗାଉଁଲି ଆଦିବାସୀ ଝିଅ ପାଇଁ ମୋ ପୁଅକୁ ଘର ବାହାର ଦଉଛ। କ'ଣ କରିଥାନ୍ତି? ଆରେ ସେ ଝିଅଟା କେତେ ଦିନ ରହୁ ତାପରେ ମୁଁ କ'ଣ କରୁଛି ତମେ ଦେଖିବ। ଠିକ୍ ଅଛି, ମୁଁ ତମ କଥାରେ ରାଜି ହେଇଯାଉଛି। ଏଥର ଚାଲ। ହଉ ଚାଲ। ଦେଖିଲ ତ ବାବୁ ତମର ବାପା ମା କ'ଣ ସବୁ କହିଗଲେ, ସେଥିପାଇଁ ତମର ସାଙ୍ଗରେ ଆସିବାକୁ ମୁଇଁ ମନା କରୁଥିଲି। ଏହି ଘରେ କାହା ପାଖରେ ବି ମଣିଷ ପୁଣା ନାହିଁ। ତେଣୁ କିଏ କାହାର ମନ କଥା ବୁଝିପାରନ୍ତିନି। ଦେଖିବ ଧୀରେ ଧୀରେ ସବୁ ଠିକ୍ ହେଇଯିବ। ହେଲେ ମୋତେ ବେଶୀ ଡର ଲାଗୁଛି ବାବୁ। ଆରେ ମୁଁ ଥାଉ ତମେ ଡରୁଛ କାହାକୁ? ତମେ ତମ ସ୍ୱାମୀକୁ ପାଇବାକୁ ହେଲେ ତମେ ସବୁ ସହିବାକୁ ହବ। ଆରେ ଉଦୟ ବାବୁ, ମୁଁ ଶୁଣିଲି ତମେ କାହାକୁ ନ ଜଣାଇ ଗୋଟେ ଝିଅକୁ ନେଇ ଆସିଛ। ହଁ, କାହିଁ ଦେଖିବା ସେ କେମିତି ଦେଖାଯାଉଛି। ଆରେ କ'ଣ ହେଲା ଏମିତି ବାନ୍ତି କରୁଛ କାହିଁକି? ମୋର କିଛି ହେଇନି ବା। ଏ ଦୁନିଆରେ ତମକୁ ଆଉ ଝିଅ ମିଳିଲେନି, ଶେଷରେ ଗୋଟେ ଅସୁନ୍ଦରୀ କି ନେଇ ଆସିଛ। ସେ ଅସୁନ୍ଦର ହେଇପାରେ, ତମ ପରି ବେମାନ ଦକାମା ଝିଅ ନୁହଁ। ତମେ ସେଟା ଜଣକୁ ଭଲ ପାଇ ନିଜ ମାତ୍ର ପାଇଁ ଅନ୍ୟ ଜଣକୁ ବାହା ହେଇଯିବ, କିନ୍ତୁ ସେ ସେମିତି ଝିଅ ନୁହଁ। କହିଲେ ବାଧି ଯାଉଛି ଆଉ। ଏ ଉଦୟ, এই কথা যদি কাহাকু কহিবু তাহলে এই ঘরকু প্রলয় করিদেবি। মুয়ালিসা নিয়া সহিত খেলিবা মোর পেশা। কଣ ହେଇଛି ଆଲିସା? କାହିଁକି ଏମିତି ପାଟି କରୁଛୁ? କ'ଣ ଆଉ ହବ? ଆରେ ଦେଖ ତମ ଗେଲା ଭାଇ ନା ଗୋଟେ ଝିଅକୁ ନେଇ ଆସିଛି। ଉଦୟ ତୁ ଖାଲି ସେତିକି ନୁହେଁ ମା ସହିତ ଛୁଆ ବି ସାଙ୍ଗରେ ନେଇ ଆସୁଛି। ମାନେ ସାବୁନ ସହିତ ସାମ୍ପୁ ବି ଫ୍ରି ଆଣିଛି। ଉଦୟ ତୁ ଏସବୁ କାହିଁକି କଲୁ? ସେ କିଛି କହିପାରିବନି, କିଛି କହିପାରିବନି। ହ୍ୟାଲୋ, ଏତେ ଲାଜ କରୁଛୁ କାହିଁକି ବା? ଆରେ ଦେଢ଼ଶୁର ଆସିଛି, ମୁହଁଟା ଦେଖେଇ ଦଉନା। ଲାଜ କଲେ ହବ। ଏ ଦେଖା
ଝିଅକୁ ଦେଖିନଥିବ ପ୍ରଥମ ଥର ପାଇଁ ଦେଖୁଛି ଆଉ କେବେ ଦେଖିନ କି ଝିଅ ପିଲା କେବେ ଦେଖିନ କି ଆଉ ଦେଖିଲା ସାଙ୍ଗେ ସାଙ୍ଗେ ଦେଖ ଏ ଲାଇନ ମରାମରି ହଉଛନ୍ତି ଆଉ ବଢିଆ ବଢିଆ ଦେଖ ମୁଁ ଥାଉ ଥାଉ ଆଉ ଗୋଟେ ଲାଇନ ମାରୁଛି ଛି ଛି ତମକୁ କୋଉଠି ଆଗରେ ଦେଖିଥିଲ କି ଆରେ ନାଇଁ ନାଇଁ ସେମିତି କିଛି ନାହିଁ ଯେତେ ଯାହେଲେ ସେ ଘରର ବୋଉ ଏତେ ଦୂର ଆସିଛି ଦିଅ ତାକୁ କିଛି ଖାଇବାକୁ ଦିଅ ଖାଇବୁ ଏତେ ପୁରା ଖାଇଲୁ ଲୋ ଆହୁରି ଖାଇବୁ ଚାଲ ତୋ ପାଇଁ ଚା ଆଉ ବିସ୍କୁଟ ଅଛି ଖାଇବୁ ହାଁ? ଖାଇବୁ କେତେ ହେଲା ଚାଲ ଆରେ ଉଦୟ ତୁ ଏସବୁ କ'ଣ କଲୁ ଭାଇ ତାକୁ ଆଣି ମୁଁ କ'ଣ ଭୁଲ କରିଛି କିନ୍ତୁ ଗୋଟେ ଗାଉଲି ଆଦିବାସୀ ଝିଅକୁ ଏ ଘର ବୋଉକୁ ଆଣିବା କ'ଣ ଠିକ ହେଲା ଭାଇ ତମେ କେମିତି ଜାଣିଲ ଯେ ସେ ଗୋଟେ ଗାଉଁଲି ଝିଅ ବୋଲି ଏଇ କଥା ମୁଁ ତ ତମକୁ କହିନି ଭାଇ ତମେ ତାକୁ ଆଗରୁ ଜାଣିଛ କି ହଁ ନାଇଁ ନାଇଁ ସେମିତି କିଛି ନାହିଁ ଆରେ ମୁଁ ତାକୁ କେମିତି ଜାଣିବି ନାଇଁ ନାଇଁ ତମ ରଙ୍ଗଟା ମତେ ଦେଖି ଲାଗୁଛି ତମେ ତାକୁ ନିଶ୍ଚୟ ଜାଣିଛ ଭାଇ ଭାଇ ତମେ ତାକୁ କେବେ ଲାଇନ୍ ପାଇନ୍ ମାରୁନି ତ ଆରେ ଚୁପ୍ କର କ'ଣ ସବୁ କହି ଯାଉଛୁ କ'ଣ ରାଗିଗଲ କି ମୁଁ ଏମିତି କହିଦେଲି ନା ଆଉ ଆଚ୍ଛା ଭାଇ ସେ ମୋ ସ୍ତ୍ରୀ ତୁମର ପସନ୍ଦ ହେଇଛି ନା ହଁ ପସନ୍ଦ ହେଇଛି ଆରେ ତୁ ଭିତରେ ଗଲୁ ଆଚ୍ଛା ହଉ ତାହେଲେ ଆସୁଛି ଆରେ ଏସବୁ କ'ଣ ହେଇଗଲା ଏ ଫୁଲକୁ ତ ମୁଁ ଭଲ ପାଉଥିଲି ଆଉ ଏ ଉଦୟ କେତେବେଳେ ଫୁଲକୁ ଭଲ ପାଉଥିଲା ଫୁଲ ଯଦି ଉଦୟକୁ ଭଲ ପାଉଥିଲା ତାହେଲେ ଫୁଲ ମୋତେ ଏକଥା କହିନଥିଲା କାହିଁକି ନା ଫୁଲ ଯଦି ଏକଥା ଘର ଲୋକକୁ କହିଦେବ ତାହେଲେ ବହୁତ ବଡ଼ ଅସୁବିଧା ହେଇଯିବ ନା ଗଠନ କ'ଣ ମୋତେ ଜାଣିବାକୁ ହବ ହଁ ମୋତେ ଜାଣିବାକୁ ହବ